ଭାରତ ଓ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟ। ପ୍ରଥମ ଦିନରେ ଭାରତର 318 ରନ୍। ତେବେ ସୂଚନା ଅନୁସାରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ପ୍ରଥମ ଦିନରେ ଭାରତ 318 ରନ୍ କରିଛି। ଜୟସ୍ୱାଲ ଶତକ ମାରିବା ପରେ ଦ୍ୱିଶତକ ଆଡ଼କୁ ମୁହାଁଇଛନ୍ତି। ଯଶସ୍ୱୀ ଜୟସ୍ୱାଲ 173 ରନ୍ କରି ଅପରାଜିତ ରହିଛନ୍ତି। ସେହିପରି ସାଇ ସୁଦର୍ଶନ 87 ରନ୍ କରି ଆଉଟ୍ ହୋଇଛନ୍ତି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଯଶସ୍ୱୀ ଜୟସ୍ୱାଲ 173 ରନ୍ ଏବଂ ସୁମନ ଗିଲ୍ 20 ରନ୍ କରି ଅପରାଜିତ ରହିଛନ୍ତି। ସୁନୀଲ ଗାଭାସ୍କରଙ୍କ ପରେ ଭାରତ ପାଇଁ ଯଶସ୍ୱୀ ଜୟସ୍ୱାଲ ସବୁଠାରୁ ଦ୍ରୁତତମ ବାମହାତୀ ବ୍ୟାଟ୍ସମ୍ୟାନ୍ ଯିଏକି 3000 ରନ୍ ପୂରଣ କରିଛନ୍ତି। ସେ 71 ଇନିଂସରେ ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି। ସୁନୀଲ ଗାଭାସ୍କର 69 ଇନିଂସରେ 3000 ରନ୍ ପୂରଣ କରିଥିଲେ। ଯଶସ୍ୱୀ ଜୟସ୍ୱାଲ କେବଳ 23 ବର୍ଷ ବୟସରେ ଓ 7ଟି ଟେଷ୍ଟ ଶତକ ହାସଲ କରିଛନ୍ତି। ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ଅହମ୍ମଦାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଭାରତ ଇନିଂସ 140 ରନ୍ରେ ଜିତିଥିଲା। ସିରିଜରେ 1-0ରେ ଆଗୁଆ ରହିଛି। ଏବେ ଭାରତ ପାଖରେ ଦିଲ୍ଲୀରେ କ୍ଲିନ୍ ସୁଇପ୍ ସୁଯୋଗ ରହିଛି।